କିଛି ଲୋକ କହନ୍ତି ଜଗନ୍ନାଥ ନାହାନ୍ତି, ଜଗନ୍ନାଥ ନାହାନ୍ତି ଆଉ ଏ ସୃଷ୍ଟି ଚାଲିଛି କେମିତି, ଆମେମାନେ ଚଳୁଛୁ କେମିତି, ତାଙ୍କରି ଦ୍ୱାରା ଆମେ ପ୍ରତିପୋଷଣ ନା ନାହିଁ। ଆରେ ସେ ଯାହା ହେଲେ ତ ଆମକୁ ପଥ ଦେଖାଉଛନ୍ତି। ହଁ, ଏଇ ଆପଣ ଦେଖିଲେନି ଏ କିଛି ଦିନ ତଳେ ହଁ ରାଜସ୍ଥାନରୁ ଗୋଟାଏ ବାପ ତା ପୁଅକୁ ମେଡ଼ିକାଲରେ ପକାଇଥିଲା, ମେଡ଼ିକାଲ ଫେରାଇ ଦେଲା, ଆଣିକିରି ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ଶୁଆଇ ଦେଲା ଏବଂ ଯାହା ହଉ ତାଙ୍କ କରୁଣାରୁ ସେ ବଞ୍ଚି ଉଠିଲା। ହେଲା ନା ନାହିଁ, ଭାଇରାଲ ହେଲାଟି ଆପଣ ଦେଖିନାହାନ୍ତି। ସେମିତି ପୁରୀର ବଡ଼ ଦେଉଳର ବାନା ସେ ବିପରୀତ ଦିଗରେ ବୁଡ଼ୁନି, ଆପଣ ଜାଣିନାହାନ୍ତି କେମିତି ହେଉଛି ସେ କଥା। ଈଶ୍ୱର ନାହାନ୍ତି ଆଉ ହେଲା କେମିତି? ଆରେ ସେ ଚକା ମେଲେଇ ବସିଛନ୍ତି ସେଠି, ତାଙ୍କର ସବୁ କରୁଣା, ତାଙ୍କର ସବୁ ଦୟା, ତାଙ୍କ ଦୟାରୁ ଏ ସଂସାର ଚାଲିଛି, ଆମେ ବି ଚାଲିଛୁ। ଆରେ ସେଇ ଠାକୁରଙ୍କୁ ସବୁବେଳେ ସ୍ମରଣ କରନ୍ତୁ ନା, ଦେଖିବେ ଆପଣଙ୍କର ସବୁବେଳେ ଜୟ 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 ଜୟକାର ହବ, ସବୁ କାମରେ ଉତ୍ତୀର୍ଣ୍ଣ ହେବେ ନିଶ୍ଚୟ ଏ କଥା। ଆରେ ମୁଁ ନିଜେ ଅନୁଭବୀ, ଜଗନ୍ନାଥ ଅଛନ୍ତି, ତେଣୁ ଆପଣ ଜଗନ୍ନାଥଙ୍କୁ ସବୁବେଳେ ସ୍ମରଣ କରି କାର୍ଯ୍ୟ କରନ୍ତୁ। ରହିଲା ଆଜ୍ଞା, ନମସ୍କାର।